ये हूँ गुरु गोपाल आश्रम। ये गुरु गोपाल आश्रम विचारमणि पीठ भाव ये नामित होती माँ विचारमणि पीठ कहीं पीठर नाम गोपाल आश्रम नाम विचारमणि पीठ रही दशमण कूलटे ए विषय किसी जानवा नाम संकीर्तन द्वारा आम मुख्य प्राप्त होगापी प्रत्येक ग्रामांचल आम संकीर्तन कर आज्ञा आज यही दशमण कूल बाबा बलियांकर आश्रम शिष्य मान द्वारा बहुत किसी मठ बा आश्रम मान सब स्थापन कर बाबा बलियांक तत्वावधान में समस्त मठ सब परिचालित हो आसुची बोली एटिकार अंचलवासी मैंने जहाँ मत रखती शिष्य मान द्वारा पीठ मान सब स्थापन कर नाम संकीर्तन जाना आज संकीर्तन प्रत्यक्ष गुरु हुई साक्षात ईश्वर ये कथा आम पढ़ी आसुचे सुख दुख भगवान ये समाज दुई गोटी अपूर्व दुख अनुभूति आनी किंतु सुख दुखर अनुभूति को भुलाई तेरे तुम्हें कौन चाह सुंदर ये बार्ता गुरु बाटरे नाम संकीर्तन द्वारा तो मुख्य प्राप्त होगापी जो मन विश्वास रही आज्ञा कार्यकारी कर संकीर्तन Hare Rama
କଳିଯୁଗର ହେଉଛି ନାମ ସାର ନାମଟା ସମସ୍ତ କରିପାରନ୍ତି ଅଛନ୍ତି ତାର ସେ ଭାବରେ ଅଛନ୍ତି ଯେ ନାମପ୍ରେମୀ ଅଛନ୍ତି ନାମ କେତେ ପଇସା ଖର୍ଚ୍ଚ ଉପରେ ସେ ନାମ ଓଡ଼ିଶା ସାରା ବି ଆମେ ନାମ ସବୁ ଜଣେ ନାମ କରୁଛନ୍ତି ତାଙ୍କର ମାନେ ସେ ନାମ ଜାଣିଛନ୍ତି 12 ଘଣ୍ଟା 24 ଘଣ୍ଟା ଏମିତି ନାମ ଚାଲିଛି। 12 ଘଣ୍ଟା ଯୋଉଟା ଚତୁର୍ଥ ପ୍ରହରୀ 24 ଘଣ୍ଟା ଯୋଉଟା ଆମେ ଅଷ୍ଟପ୍ରହରୀ ଭାବରେ କହିବା ଏଇଟାରେ ଆମର କୋଉ ପ୍ରହରୀ ଚାଲିଛି? ଏଟା 24 ପ୍ରହର 24 ରାତି ଭୋର ଧର 6ଟାରୁ ନାମ ଆରମ୍ଭ ହେଲା ତାପରେ ଭୋର 6ଟା ଅଧିବାସ ସନ୍ଧ୍ୟା ପରେ ଆଜି କାଲି ସନ୍ଧ୍ୟା ପରେ ଅଧିବାସ ହେଇଛି ସକାଳୁ ନାମ ଧରା ହେଇଛି କାଲି ସକାଳୁ ନାମ ଶିବ ନଗର ପରିକ୍ରମା ଏସବୁ ବୁଲିକି ଗାଁରେ ନାମ ପ୍ରଚାର ହବ ନଗର ହବ ଏମିତି ବୁଲି ବାଲିକି ନାମର ମହିମା ବହୁତ ବୁଝିବାର ଲୋକ ଅଛନ୍ତି। ଏଇ ନାମ ସଂକୀର୍ତ୍ତନ ଦ୍ୱାରା ଆମେ ମୋକ୍ଷ ପ୍ରାପ୍ତ ହବୁ ବୋଲି ଯାହା ଲୋକ କଥାରେ କହି ଆସୁଛନ୍ତି ବା ପୁରାଣ ପଣ୍ଡିତ ବୋଲି କିଛି ଲୋକମତ ଦଉଛନ୍ତି ଏ ବିଷୟ ଟିକେ କହିବେ ମୋକ୍ଷ ଲାଭ ପାଇପାରିବା ଆଜ୍ଞା ଏ ନାମ ସଂକୀର୍ତ୍ତନ ଦ୍ୱାରା? ନାମ ପାଇଁ ବହୁତ ମୁଖ୍ୟ ଅଛନ୍ତି ଏଇ ନାମ କରିକିରି ଚୈତନ୍ୟ ମହାପ୍ରଭୁ ବୁଲିକିରି ନାମ କରିକି କେତେ ଲୋକ ଉଦ୍ଧାର ହେଇଛନ୍ତି କେତେ ଲୋକ ତାଦେହରେ ପାଇଛନ୍ତି ଡାକିଛି ସେ ପ୍ରଭୁ ଆସିକି ପହଞ୍ଚେ ଆରେ ଭୁଲ ନାହିଁ କଳିଯୁଗର ତ ନାମ ନାମ ସାର ପ୍ରଭୁ ଚୈତନ୍ୟଙ୍କ ବିଷୟ ଟିକେ କହିବେ ଆମେ ଜାଣିବୁ। ମହାପ୍ରଭୁ ଚୈତନ୍ୟ ସେ ନଦିଆରେ ଜନ୍ମ ହେଇଥିଲେ ଛୋଟ ହେଇଥିଲେ ଛୋଟବେଳେ ତାଙ୍କର ଏଇ ଲୀଳା ତାଙ୍କର ମା ମାନେ ପାଠ ପଢ଼ିବାର ନାହିଁ ଯିବାର ନାହିଁ ସବୁବେଳେ ସେ ଠାକୁରଙ୍କ ଭକ୍ତିରେ ସେ ସବୁବେଳେ ଥାଏ ତାଙ୍କ ମା ହେଉଛନ୍ତି ସତୀମାତା ଯେତେ ପ୍ରକାର ତାଙ୍କୁ ବୁଝାନ୍ତି ଚିନ୍ତା କରେ ସେ ଘର ଛାଡ଼ିକିରି ମାନେ ଚୈତନ୍ୟ ବାହା ହେଇଥିଲି ବାହା ହେଇକି ସ୍ତ୍ରୀକି ଛାଡ଼ିକିରି ପଳେଇଯାଇଛି ମାନେ ଗୃହସ୍ଥ ଜୀବନରେ ମଧ୍ୟ ରହିବେ କିନ୍ତୁ ଚୈତନ୍ୟ ଆମର ଏଠି ଆମର ଓଡ଼ିଶାରେ ଜଗନ୍ନାଥ ଦେଶ ଓଡ଼ିଶାରେ ଭାରତ ବର୍ଷ ଜଗନ୍ନାଥ ଦେଶ ନା ସେ ଚୈତନ୍ୟ ପ୍ରଭୁ ବି ଆସୁଛନ୍ତି ଜଗନ୍ନାଥ ପାଖକୁ ଆସିକିରି ରହିଯାଇଛନ୍ତି ସେ ପୁରୀରେ ପାଖରେ ଗୋଟେ ମନ୍ଦିର ଅଛି ମନ୍ଦିର ନିର୍ମାଣ ହେଇଛି ଚୈତନ୍ୟ ମହାପ୍ରଭୁଙ୍କର ମନ୍ଦିରଟି ଅଛି ସେ ମନ୍ଦିରରେ ସେ ପୂଜା ଏବେ ବି ସୁଦ୍ଧା କ୍ଷୀରି ଭୋଗ ଟିକେ ହୁଏ ଯିଏ ଭକ୍ତମାନେ ଯାଆନ୍ତି ସେ କ୍ଷୀରି ଭୋଗ ଟିକେ ଖାଆନ୍ତି ସବୁଦିନ ରେଗୁଲାର ତାଙ୍କର ଅଫିସ ଅଛି ଲୋକ ସେଠି ବି ଅଛନ୍ତି ବହୁତ ଲୋକ ଅଛନ୍ତି ସେବାକାରୀ ତାପରେ ଏମିତି ବୁଲିକି ସିଏ ଭାରତ ସାରା ବୁଲିକି ପରିକ୍ରମା କରୁଛନ୍ତି ପରିକ୍ରମା କରିବା ସହିତ ପ୍ରଚାର ପ୍ରସାର ମଧ୍ୟ କରିବେ ହଁ ନାମ ସଂକୀର୍ତ୍ତନ ଦ୍ୱାରା କିପରି ଆମେ ମୋକ୍ଷ ଲାଭ କରିପାରିବା ବା ମୋକ୍ଷ ପ୍ରାପ୍ତ ହେଇପାରିବା ସେ ବିଷୟ ମଧ୍ୟ ପ୍ରଚାର ପ୍ରସାର ବହୁତ ବହୁତ ଧନ୍ୟବାଦ।
ଆସନ୍ତୁ ଆମେ ଅନେକ କଥା ଜାଣିଲେ, ବାବା ବଳିଆଙ୍କ କଥା ରଖିଲେ ଏବଂ ଏ ଆଶ୍ରମ ବିଷୟରେ ଜାଣିଲେ, ଏ ସଂକୀର୍ତ୍ତନ ନାମ ଯଜ୍ଞ ଦ୍ୱାରା ଆମେ କିପରି ମୋକ୍ଷ ପ୍ରାପ୍ତ ହେବା ବା ମୋକ୍ଷ ପାଇବା ସେ କଥା ଜାଣିଲେ। ଭିଡ଼ିଓଟିକୁ ଏଇଠି ଆମେ ଶେଷ କରିବା। ବହୁତ ବହୁତ ଧନ୍ୟବାଦ।